ଦେଖନ୍ତୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା ଚାଷ କାମ ଆରମ୍ଭ ଚାଷୀ କରିବା ସମୟରେ ବର୍ତ୍ତମାନ ସୁଦ୍ଧା ଗୋଟେ କେଜି ମଧ୍ୟ ସାର କୌଣସି ଚାଷୀକୁ ବର୍ତ୍ତମାନ ସୁଦ୍ଧା ପ୍ରଦାନ କଲେ ନାହିଁ। ବରଂ ଚାଷୀ କିଭଳି ଭାବରେ ଚାଷ ନ କରିବେ ଏବଂ ଚାଷୀ କିଭଳି ଭାବରେ ସାର ନ ପାଇବେ ସେଇଥିପାଇଁ ସେ କୃତ୍ରିମ ଅଭାବ କରିବା ପାଇଁ ସରକାର ଗୋଟେ ଚିଠି କଲେକ୍ଟରଙ୍କ ମାଧ୍ୟମରେ ଜଣାଇଛନ୍ତି ଯେ ପ୍ରତ୍ୟେକ ଚାଷୀଙ୍କୁ ପଟ୍ଟା ଧରିକି ଯାଇ ଗୋଟେ ଏକର ପିଛା ଗୋଟେ ବ୍ୟାଗ ଏବଂ ଗୋଟେ ଦିନକୁ 100 ବ୍ୟାଗରୁ ଅଧିକ ପରିମାଣର କୌଣସି ଲେମ୍ସ କିମ୍ବା ପ୍ୟାକ୍ସ ରୁ କିମ୍ବା କୌଣସି ପ୍ରାଇଭେଟ ଏଜେଣ୍ଟରୁ ଇସ୍ୟୁ କରାଯିବ ନାହିଁ ବୋଲି ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ନିଶ୍ଚିତ ଭାବରେ ଏହା ଚାଷୀ ଏବଂ ଚାଷ ବିରୋଧୀ। ଚାଷ ଏବଂ ଚାଷୀ ହେଉଛନ୍ତି ଆମର ଅର୍ଥନୈତିକ କ୍ଷେତ୍ରର ମେରୁଦଣ୍ଡ। ଆମ ନବରଙ୍ଗପୁର ଜିଲ୍ଲା ହେଉଛି ଶିଳ୍ପବିହୀନ ଜିଲ୍ଲା। ଏ ଜିଲ୍ଲାର ଲୋକ ସାଧାରଣତଃ ଚାଷ ଉପରେ ନିର୍ଭର କରନ୍ତି। ତେଣୁ ଆମର ଡିମାଣ୍ଡ ଅଛି ରାଜ୍ୟ ବିଜେପି ସରକାର ଏବଂ ଏଇ ଯେଉଁ ଆମର ରାଜ୍ୟ ସରକାରଙ୍କର ଦ୍ୱାରା ପରିଚାଳିତ ଜିଲ୍ଲା ପ୍ରଶାସନ ଖୁବ୍ ଶୀଘ୍ର ଆସନ୍ତା କାଲିଠୁ ହିଁ ସମସ୍ତ ଚାଷୀକୁ ସମାନ ପରିମାଣର ସଠିକ ପରିମାଣର ଯାହାର ଯେତେ ଦରକାର ଅଛି ଚାଷ ଉପଯୋଗୀ କରିବା ପାଇଁ ସେତେ ପରିମାଣର ସାର ଇସ୍ୟୁ କରନ୍ତୁ ଏବଂ କେବଳ ପଟ୍ଟାଧାରୀ 3,44,000 ଏକର ଜମି ଆମର ଅଛନ୍ତି ନବରଙ୍ଗପୁର ଜିଲ୍ଲାରେ ଏବଂ 86,000 ଏକର ଜମି ଆମର ଜଙ୍ଗଲ ଜମି ପଟ୍ଟା ପାଇଥିବା ଏବଂ ଯାହାର ଜଙ୍ଗଲ ଜମି ନଥାଇକିରି ସେମାନେ ପଟ୍ଟା ନଥାଇକି ଚାଷ କରୁଛନ୍ତି ସେମାନଙ୍କର ଜମି ଅଛି। ସେ 86,000 ଏକର ଜମିରେ ମଧ୍ୟ ଚାଷ କରିବା ପାଇଁ ଧାନ ହଉ ମକା ହଉ ଚାଷ କରିବା ପାଇଁ ତାଙ୍କୁ ମଧ୍ୟ ସାର ଯୋଗାଇ ଦିଆଯାଉ। କାରଣ ସେମାନେ ତାଙ୍କର ପୁରୁଷ ଧରି ଚାଷ କରି ଆସୁଛନ୍ତି ଏବଂ ଅନେକ ଜାଗାରେ ଆପଣ ଦେଖି ଆଶ୍ଚର୍ଯ୍ୟ ହେବେ ଏ ସରକାରର ନୀତି ଚାଷୀ ମାରଣା ନୀତି। ରେଜିଷ୍ଟ୍ରେସନ କରିବା ପାଇଁ ନିଜର ଆଇଡି କ୍ରିଏଟ କରିକି ରେଜିଷ୍ଟ୍ରେସନ କରିବେ ତାପରେ ଯାଇକି ସେମାନେ ଇସ୍ୟୁ କରିବେ ସାର ଏବଂ ଏଇ ଯେଉଁ ଚାଷୀ ପଟ୍ଟାଧାରୀଙ୍କୁ ଚାଷ ପାଇଁ ସାର ନ ଦେବା ବାହାନାରେ ପଟ୍ଟା ନଥିବା ଲୋକ ମଧ୍ୟ ଦିଆଯିବ ନାହିଁ ବୋଲିକିରି ଯେଉଁ କହିଛନ୍ତି ସେଟା ହେଉଛି ବାହାନା। ତେଣୁ ଏ ବାହାନାକୁ କିଭଳି ଭାବରେ ସେମାନେ ପ୍ରତିହତ କରନ୍ତୁ। ସମସ୍ତ ଚାଷୀକୁ ଆମ ନବରଙ୍ଗପୁର ଜିଲ୍ଲାର ସମସ୍ତ ଚାଷୀକୁ ସଠିକ ପରିମାଣର ଚାଷ ଉପଯୋଗୀ ପାଇଁ ସଠିକ ପରିମାଣର ଆମର ସାର ପ୍ରଦାନ କରନ୍ତୁ। ନଚେତ୍ ଆଗାମୀ ଦିନରେ ଚାଷୀ ମାନଙ୍କ ସହିତ କଥାବାର୍ତ୍ତା କରି ବିଜୁ ଜନତା ଦଳ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଆନ୍ଦୋଳନ ନେତୃତ୍ୱ ନେବ ଏବଂ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବ।